ସାଙ୍ଗମାନେ ଜୟ ଜଗନ୍ନାଥ। ଗୁଡ଼ ଆଫ୍ଟରନୁନ୍ ସାଙ୍ଗମାନେ। ଭାଉଜଙ୍କ କାମଧନ୍ଦା ସରିଗଲା। ତାପରେ ଦେଖନ୍ତୁ ସାଙ୍ଗମାନେ, ଭାଉଜ ଟିକେ ଛାତ ଉପରେ ବୁଲୁଛନ୍ତି, ଏକ୍ସରସାଇଜ୍ କରି ନେଉଛନ୍ତି। ଏହି ସମୟ ଭିତରେ ଭାଉଜଙ୍କୁ ଟିକେ ଗଣିତ ବିଷୟରେ ପଚାରିବା। ଏ ଢଗ ଧମାଲ ପ୍ରଶ୍ନ ଟିକେ ହିସାବ ପତ୍ର ଉପରେ ଅଛି। ଭାଉଜଙ୍କୁ ଟିକେ ଆସ ଗଣିତ ଉପରେ ଭାଉଜ ଆଜି ହିସାବ କ'ଣ କରୁଛନ୍ତି ଦେଖିବା। ସାଙ୍ଗମାନେ ଆଜି ସୁନ୍ଦର ପ୍ରଶ୍ନଟି ରଖିଛି, ଟିକେ ହିସାବ ପତ୍ର ଉପରେ। ଆପଣମାନେ ଟିକେ ହିସାବ ପତ୍ର କରି ଟିକେ ଭାଉଜଙ୍କୁ ସାହାଯ୍ୟ କରିବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ ସାଙ୍ଗମାନେ। ଯଦି ଭାଉଜ ଆମର ନ କହିପାରିଲେ ସାଙ୍ଗମାନେ, ଆପଣମାନେ କ'ଣ ଭାଉଜଙ୍କୁ ଟିକେ ସାହାଯ୍ୟ କରିବେ ନାହିଁ? ନିଶ୍ଚିନ୍ତ କରିବେ, ଏ ଭରସା ଆମର ଅଛି ନା କ'ଣ ସାଙ୍ଗମାନେ? ଯଦି ଚ୍ୟାନେଲକୁ ନୂଆ ଆସିଛନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନେଇଯାଆନ୍ତୁ, କିନ୍ତୁ ଅବହେଳା କରନ୍ତୁ ନାହିଁ। ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ଯଦି ସବସ୍କ୍ରାଇବ୍ ଆପଣମାନେ ନ କରିବେ କିନ୍ତୁ ଆପଣମାନଙ୍କ ପାଖରେ ଏ ଭିଡ଼ିଓ ଜମା ପହଞ୍ଚି ପାରିବନି। ସେଥିପାଇଁ ଆପଣମାନଙ୍କୁ ସବସ୍କ୍ରାଇବ୍ ହିଁ ପ୍ରଥମେ କରିବାକୁ ପଡ଼ିବ। ତାହେଲେ ଭାଉଜ ଆଜି ଢଗ ପ୍ରଶ୍ନର ଉତ୍ତର ଦେବେ ହିଁ ଦେବେ। ଯିବେ କୁଆଡ଼େ? ଆଜି ଯଦି ନ କହିପାରିଲେ ଟିକେ ଭାଉଜଙ୍କୁ ସାହାଯ୍ୟ କରନ୍ତୁ। ଆପଣମାନେ ଏତେ ଗେଲା ଦିଅର ଥାଉଁ ଥାଉଁ କ'ଣ ଭାଉଜଙ୍କୁ ଆପଣମାନେ ସାହାଯ୍ୟ କରିବେ ନାହିଁ? ନିଶ୍ଚୟ କରିବେ, ଏ ଭରସା ଅଛି। ତାହେଲେ ମୁଁ ଢଗ ଧମାଲ ପ୍ରଶ୍ନରେ ଏଇ ଗଣିତ ପ୍ରଶ୍ନଟି ଆଜି ମୁଁ ପଚାରିବି। ଦେଖାଯାଉ, ଦୁଇଟି ଗଣିତ ପ୍ରଶ୍ନ ମୁଁ ନିଜେ ଭାବି ଆସିଛି, ହିସାବ କରି ନେଇଛି, କିନ୍ତୁ ଭାଉଜ ଆମର କ'ଣ କହିବେ କିନ୍ତୁ ଶେଷ ପର୍ଯ୍ୟନ୍ତ ଦେଖି ନେବା ନା କ'ଣ କହୁଛ? ଦେଖନ୍ତୁ ସାଙ୍ଗମାନେ, ମୁଁ ଭାବିଥିଲି ଭାଉଜ ଏଠି ଗଛପତ୍ର ସବୁ ଛିଣ୍ଡଉଛନ୍ତି ସବୁଦିନ, ଏଠି ଗୋଟେ ଭିଡ଼ିଓ ବନେଇଥିଲି, କିନ୍ତୁ ଆଜି କ'ଣ ଭାଉଜ ସେଠି ବସିଗଲେଣି, ଥକିଗଲେଣି। ଦେଖନ୍ତୁ ଏ ଗଛ ସବୁ ଲଗେଇଛନ୍ତି, କିନ୍ତୁ ଗଛ ଟିକେ କ'ଣ ଇଏ ହେଇଗଲାଣି, ସେ ପରେ ତାଙ୍କୁ ବାଗେଇବେ। ତାହେଲେ ସାଙ୍ଗମାନେ ଟିକେ ପଚାରିଦେବା ଢଗ ଧମାଲ ପ୍ରଶ୍ନ, କାରଣ ଲେଟ୍ ହେଇଗଲାଣି ନା କ'ଣ କହୁଛ? ଆସ ମାଡ଼ି ଆସ। ଗଣିତ ପ୍ରଶ୍ନ ହିସାବ ପତ୍ର ଉପରେ ଭାଉଜ ପାରୁନାହାନ୍ତି। ଆପଣମାନେ ଟିକେ ସପୋର୍ଟ କରନ୍ତୁ ସାଙ୍ଗମାନେ। ଆପଣମାନେ ଭାଉଜଙ୍କୁ କ'ଣ ଆପଣମାନେ ସାହାଯ୍ୟ କରିବେ ନାହିଁ? ନିଶ୍ଚୟ କରିବେ ସାଙ୍ଗମାନେ, ଏ ଭରସା ଅଛି। କିନ୍ତୁ ଆପଣମାନେ ଅବହେଳା କରନ୍ତୁ ନାହିଁ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ଷ୍ଟାର୍ଟ କରିଦେଉଛି, କାରଣ ସମୟ ହେଇଗଲାଣି। ଆପଣମାନେ ଭାବିବେ ଭାଇ କେଉଁ ପ୍ରଶ୍ନ ପଚାରିବେ, ଏପର୍ଯ୍ୟନ୍ତ ପଚାରୁନାହାନ୍ତି କାହିଁକି? ଯାହା ହଉ ସାଙ୍ଗମାନେ, ଆପଣମାନେ ଖାଲି ଭଲ ଭାବରେ ଶୁଣି ନିଅନ୍ତୁ, ଧ୍ୟାନରେ ଶୁଣନ୍ତୁ। ଭଲ ଶୁଣୁ, ଭଲ ହଁ। ତାହେଲେ ମୁଁ ଷ୍ଟାର୍ଟ କରୁଛି, ଶୁଣୁ ଲେଟ୍ ହେଇଗଲାଣି, ଷ୍ଟାର୍ଟ କରୁଛି ହେଲା। କହିଲ ଦେଖି, ଗୋଟିଏ ବସ୍ରେ, ବୁଝିଲୁ, ଗୋଟିଏ ବସ୍ରେ 5 ଘଣ୍ଟାରେ 300 କିଲୋମିଟର ଯାଇପାରେ। ଗୋଟିଏ ବସ୍ 5 ଘଣ୍ଟାରେ 300 କିଲୋମିଟର ଯାଇପାରେ 5 ଘଣ୍ଟାରେ। ସେହି ବସ୍ 210 କିଲୋମିଟର ଯିବାକୁ ହେଲେ କେତେ ସମୟ ଲାଗିବ? ସାଙ୍ଗମାନେ ଭାଉଜ ଆମର କ'ଣ ହିସାବ କରୁଛନ୍ତି ଦେଖିବା। ଗଣିତ ହିସାବ, ଯିଏକି ଢଗ ଧମାଲ ପ୍ରଶ୍ନରେ ବହୁତ ମଜାଦାର। ଗୋଟିଏ ବସ୍ 5 ଘଣ୍ଟାରେ 300 କିଲୋମିଟର ଯାଇପାରେ। ସେହି ବସ୍ ମାନେ କ'ଣ 210 କିଲୋମିଟର ଯିବାକୁ ହେଲେ କେତେ ସମୟ ଲାଗିବ? ସାଙ୍ଗମାନେ ଭାଉଜ ଆମର ଏବେ ହାତ ଗଣା ଆରମ୍ଭ କରିବେ। ଆପଣମାନେ ଖାଲି ଦେଖନ୍ତୁ, ଆଙ୍ଗୁଳି ଗଣିବା। ଦେଖ ଗଣିଦେଲା ଆଙ୍ଗୁଳି। ଆଉ ଥରେ ପଚାରିବି, ଭାଉଜ ଆମର ବୁଝି ନେବେ। ଗୋଟିଏ ବସ୍ 5 ଘଣ୍ଟାରେ 300 କିଲୋମିଟର ଯାଇପାରେ। ସେଇ ବସ୍, ବୁଝିଲ, 210 କିଲୋମିଟର ଯିବାକୁ ହେଲେ ତାକୁ କେତେ ସମୟ ଲାଗିବ? ସାଙ୍ଗମାନେ ଆପଣମାନେ ମୋ ପାଇଁ କମେଣ୍ଟରେ ଦିଅନ୍ତୁ। ସାଙ୍ଗମାନେ ଭାଉଜ ହିସାବ ପତ୍ର ଉପରେ ଟିକେ ଡାଉନ୍ ଅଛନ୍ତି, କାରଣ ଏ ପ୍ରଶ୍ନଟି ତାଙ୍କ ମୁଣ୍ଡରେ ବୋଝ ହେଇଯାଉଛି। ଆପଣମାନେ ତାଙ୍କ ମୁଣ୍ଡରୁ ଏ ବୋଝଟିକୁ ହଟେଇ ଦିଅନ୍ତୁ। ତାହେଲେ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ? ଚିନ୍ତା କରନ୍ତୁ, କମେଣ୍ଟରେ ହିଁ ଲେଖନ୍ତୁ। କମେଣ୍ଟରେ ଲେଖିଲେ ଭାଉଜଙ୍କର ମୁଣ୍ଡର ଯେଉଁ ଚିନ୍ତାଟା ପଶିଗଲା ସେ ଟିକେ ହାଲୁକା ହେଇଯିବ। ଆପଣମାନଙ୍କ କମେଣ୍ଟ ସର୍ବପ୍ରଥମେ କେଉଁ ଫ୍ରେଣ୍ଡମାନେ ଦେଉଛନ୍ତି ଭାଉଜ ଦେଖିବେ। ଆପଣମାନଙ୍କ କମେଣ୍ଟକୁ ଅପେକ୍ଷାରେ ରହିଲୁ ସାଙ୍ଗମାନେ। ଦେଖାଯାଉ ସାଙ୍ଗମାନେ, ଆମର ବେଷ୍ଟ ଫ୍ରେଣ୍ଡମାନେ କେଉଁ ଫ୍ରେଣ୍ଡଟି ପ୍ରଥମ କମେଣ୍ଟ ଦେଉଛନ୍ତି। ଦେଖାଯାଉ, ଆମେ ଖାଲି ଅପେକ୍ଷା ରହିଛୁ। ସଠିକ୍ ଉତ୍ତର ଦେଇଦିଅନ୍ତୁ। ଭାଉଜ ତାପରେ ଯେତେବେଳେ ଜାଣିବେ ବହୁତ ଖୁସି ହେଇ ଆପଣମାନଙ୍କୁ ଜଣାଇଦେବେ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା, ଯିଏକି ଭାଉଜ କହିପାରିଲେନି। ଦେଖାଯାଉ ସେକେଣ୍ଡ ଢଗ ପ୍ରଶ୍ନରେ ସେଇ ଟାଇପ୍ର ଗଣିତ ଉପରେ ଅଛି, ହିସାବ ଅଛି। ଭାଉଜ ଆମର କ'ଣ କହିବେ ଦେଖିବା। ଭାଉଜ ତ ଖାଲି ହସିଲେ, ଆଉ ଉତ୍ତରଟି ପାଉନାହାନ୍ତି, ଆଉ କ'ଣ କରିବେ? ଯାହା ହଉ ସାଙ୍ଗମାନେ,
ତମେ ଜାଣିଛି ଜାଣୁଛ ସେ ତାହେଲେ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ଆଉ ଟିକେ ମଜାଦାର ଅଛି। ସେଇ ହିସାବ ପତ୍ର ଉପରେ ମୁଁ ଭାଉଜଙ୍କୁ ପଚାରି ନେବି। ଦେଖାଯାଉ ଭାଉଜ ଆମର କ'ଣ କହୁଛନ୍ତି, କହିପାରୁଛନ୍ତି କି ନାହିଁ। କିନ୍ତୁ ପ୍ଲିଜ୍ ସାଙ୍ଗମାନେ ଆପଣମାନେ ଅବହେଳା ନ କରି ଆପଣମାନେ ଭାଉଜଙ୍କୁ ଟିକେ ସାହାଯ୍ୟ କରନ୍ତୁ। କାରଣ ଆଗକୁ ଯିବାର ମାର୍ଗ ଆପଣମାନେ ଦେଖାଇ ପାରିବେ। ଆପଣଙ୍କ ବିନା ସପୋର୍ଟରେ କେହି କେବେ ହେଲେ ଆଗକୁ ଯାଇପାରିବେ ନାହିଁ। ଆପଣ ସେଇ ଲୋକ ଯେଉଁ ଲୋକ ଯିଏକି ଆପଣମାନେ ଜିରୋରୁ ହିରୋ ବନେଇ ପାରିବେ। ସାଙ୍ଗମାନେ ପ୍ଲିଜ୍ ଆପଣଙ୍କ ସପୋର୍ଟ ଆମ ପାଇଁ ନିହାତି ଆବଶ୍ୟକ। ଆମେ ଜାଣୁ ସାଙ୍ଗମାନେ ଆପଣମାନେ କେବେ ହେଲେ ଆମକୁ ଅଧା ରାସ୍ତାରୁ ଛାଡ଼ିଦେବେ ନାହିଁ। ତାହେଲେ ଚାଲିଯିବା ଏବେ ଭାଉଜଙ୍କ ପାଖକୁ। ଦେଖାଯାଉ ଭାଉଜ ଉତ୍ତର କ'ଣ ଦେବେ। ଭାଉଜଙ୍କୁ ଆସିବ ନା କାହିଁକି। ସାଙ୍ଗମାନେ ଭାଉଜଙ୍କୁ ରହିଲା ସେକେଣ୍ଡ ପ୍ରଶ୍ନ। ଗୋଟିଏ ହଷ୍ଟେଲରେ ମାସକୁ 3 କୁଇଣ୍ଟାଲ ଚାଉଳ ଖର୍ଚ୍ଚ ହୁଏ। ଗୋଟିଏ ହଷ୍ଟେଲରେ ମାସକୁ 3 କୁଇଣ୍ଟାଲ ଚାଉଳ ଖର୍ଚ୍ଚ ହୁଏ। 3 କୁଇଣ୍ଟାଲ ମାସକୁ ଖର୍ଚ୍ଚ ହୁଏ। ତେବେ 5 ଦିନରେ କେତେ ଚାଉଳ ଖର୍ଚ୍ଚ ହେବ? ସାଙ୍ଗମାନେ ଭାଉଜ ଆମର କ'ଣ ହିସାବ ଦେବ ଦେଖାଯାଉ। ସାଙ୍ଗମାନେ ଗୋଟିଏ ହଷ୍ଟେଲରେ ମାସକୁ 3 କୁଇଣ୍ଟାଲ ଚାଉଳ ଖର୍ଚ୍ଚ ହୁଏ। ତେବେ 5 ଦିନରେ କେତେ ଚାଉଳ ଖର୍ଚ୍ଚ ହେବ? ସାଙ୍ଗମାନେ ଆପଣମାନେ କ'ଣ ବୁଝିପାରିଲେନି? ନିଶ୍ଚିନ୍ତ ବୁଝିପାରିଥିବେ। ଏଇଭଳି ଢଗଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଆପଣମାନଙ୍କ ସପୋର୍ଟ ଆମ ପାଇଁ ନିହାତି ଆବଶ୍ୟକ। ଆମେ ଦେଖୁଛୁ ଅନେକ ଭିଡ଼ିଓରେ ଆପଣମାନେ ଆମକୁ ସପୋର୍ଟ କରି ଆସିଛନ୍ତି। କିନ୍ତୁ ପ୍ଲିଜ୍ ସାଙ୍ଗମାନେ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିବେ ନାହିଁ। ଏ ଭରସା ଆମର ଅଛି। ସାଙ୍ଗମାନେ ଭାଉଜ ତ ଖାଲି ବସିକି ହିସାବ ଆଙ୍ଗୁଳି ଗଣୁଛନ୍ତି ନା ଖାଲି ମୋବାଇଲ ଦେଖୁଛ? ଆସ କହିପାରୁନା ଯଦି ଘରକୁ ଆସ। ଆଉ କ'ଣ କରିବ, କହିପାରୁନା ଆଉ। ଆସ ସାଙ୍ଗମାନେ କହିଦେବେ। ଆସ ହଁ ସାଙ୍ଗମାନେ। ହଁ ଭାଉଜ ଭାବୁଛନ୍ତି ଉତ୍ତରଟି କ'ଣ ହେବ କିନ୍ତୁ କହିପାରୁନାହାନ୍ତି। ସାଙ୍ଗମାନେ ଏ ପ୍ରଶ୍ନଟି ଭାଉଜଙ୍କ ପାଇଁ କଷ୍ଟଦାୟକ, ଯେ କି ତାର ଉତ୍ତରଟି ଭାଉଜ ପାଉନାହାନ୍ତି। ଖାଲି ବସିକି ତ ଖାଲି ମୋବାଇଲ ଦେଖି ସମୟ କାଟୁଛନ୍ତି। ଆପଣମାନେ ଦେଖିପାରୁଥିବେ। ସାଙ୍ଗମାନେ ଆଜିର ମଜାଦାର ଢଗ ପ୍ରଶ୍ନ ଆପଣମାନଙ୍କ ମନକୁ ଛୁଇଁଥିବ ବୋଲି ଆମେମାନେ ଆଶା ବିଶ୍ୱାସ ରଖିଛୁ। କାରଣ ଏ 2ଟି ଢଗଧମାଲ ପ୍ରଶ୍ନ ଯିଏକି ଗଣିତ ବିଷୟରେ ଚିନ୍ତା କରି ସକାଳୁ ଭାବିଥିଲି ଭାଉଜଙ୍କୁ ଏ ପ୍ରଶ୍ନଟି ମୁଁ ପଚାରିବି। ଦେଖାଯାଉ ଭାଉଜ ଆମର ଜିତି ପାରୁଛନ୍ତି କି ନାହିଁ। କିନ୍ତୁ ଭାଉଜ ଏ ପ୍ରଶ୍ନର ଉତ୍ତରଟି ଦେଇପାରିଲେ ନାହିଁ। ଆପଣମାନେ ଦିଅର ମାନେ ଟିକେ ସାହାଯ୍ୟ କରିଦିଅନ୍ତୁ, ଭାଉଜ ଖୁସି ହେଇଯିବେ। ତାହେଲେ ସାଙ୍ଗମାନେ ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ, ଆପଣମାନେ ଜାଣିଛନ୍ତି। ତାହେଲେ ଏବେ ଆମେ ରହୁଛୁ। ତାହେଲେ ସାଙ୍ଗମାନେ ସମୟ ହେଇଗଲାଣି। ଭାଉଜ ଆମର କ'ଣ ଉତ୍ତର ଦେବେ? ଘରକୁ ଆସିଲେଣି। ଦେଖାଯାଉ ଭାଉଜ ଘରକୁ ଆସୁଛନ୍ତି। ଆପଣମାନେ ଦେଖି ନିଅନ୍ତୁ। ଭାଉଜ ଏବେ ବସିବେ, ଢଗ ପ୍ରଶ୍ନର ଉତ୍ତରଟି ଦେବେ। ଭାଉଜ ଦେଇପାରିବେନି କହୁଛନ୍ତି। ସାଙ୍ଗମାନେ ଦେଇପାରିବେନି। ତାହେଲେ କୁହ, ରିକ୍ୱେଷ୍ଟ କର। ଆଉ କ'ଣ ସାଙ୍ଗମାନଙ୍କୁ ରିକ୍ୱେଷ୍ଟ? ସାଙ୍ଗମାନେ ଏ ପ୍ରଶ୍ନଟି ଏ ପ୍ରଶ୍ନର ଉତ୍ତରଟି ଆପଣମାନେ ମୋତେ ଏତିକି ଯଦି ଭଲ ପାଉଥିବେ ସାହାଯ୍ୟ କମେଣ୍ଟରେ ଦେଖିଲା ପରେ ଭାଉଜ ଖୁସି ହେବେ। ନୂଆ ଆସିଥିବେ ସବସ୍କ୍ରାଇବ କରିଦେବେ, ଲାଇକ୍ କରିବେ, କମେଣ୍ଟ ସେୟାର କରନ୍ତୁ। ଏଇଭଳି ଢଗ ପ୍ରଶ୍ନର ଦେଖିବାର ସୁଯୋଗ ନିଅନ୍ତୁ। ଦେଖନ୍ତୁ ପ୍ରଶ୍ନରେ ଉତ୍ତର ଦେବାର ଫାଷ୍ଟ ନାହିଁ, କାହିଁକିନା ମୁଁ ଜିରୋ। ମୋତେ ତମେ ହିରୋ ବନେଇ ଦିଅ। ତାହେଲେ ରହିଲୁ ସାଙ୍ଗମାନେ, ଭାଉଜଙ୍କୁ ଟିକେ ହିରୋ ବନାଇ ଦିଅ। ଆପଣମାନେ ତ ସବୁକିଛି ଆଗକୁ ଯିବାର ମାର୍ଗ ଦେଖାଇଥାନ୍ତି। ସାଙ୍ଗମାନେ ଆପଣଙ୍କ ବିନା କେବେ ହେଲେ ଆମେ ଆଗକୁ ଯାଇପାରିବୁନି। କିନ୍ତୁ ଆପଣଙ୍କ ସପୋର୍ଟ ପାଇଁ ଆମେ ଅପେକ୍ଷା ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।